ଇଏ ହେଉଛି ସେଇ ଅଟୋବାଲା। ଏହାର ନାଁ ହେଉଛି ଦେବ। ଦେବର ସ୍ତ୍ରୀ ହେଉଛି କୀର୍ତ୍ତି। ଦର୍ଶକ ବନ୍ଧୁ, କୀର୍ତ୍ତି ସହିତ ହସ ଖୁସିରେ ଘର ସଂସାର ଗଢି ଉଠୁଥିଲା। ଦେବର ମନରେ କେବଳ ଗୋଟିଏ ଦୁଃଖ ଥିଲା, ଯାହାକି ବାପା ହେଇ ପାରିନଥିଲା। ଏମିତିକି କୀର୍ତ୍ତି ମଧ୍ୟ ମା ହେଇ ପାରିନଥିଲା। ସେତେବେଳେ ସ୍ୱାମୀ ସ୍ତ୍ରୀ ଦୁଃଖ କଷ୍ଟରେ ଦିନ କାଟୁଥିଲେ। ଦେବ ଅଟୋ ଚଲାଉଥିଲା। ସେ ଅଟୋ ରୋଜଗାରରେ ଘର ଚଳଉଥିଲା। ଦିନକର କଥା, ରାତି 11:30 ହେବ। ଦେବ ଭାବିଲା, ବହୁତ ରାତି ହେଇଗଲାଣି, ମୁଁ ଘରକୁ ଯିବି। ଠିକ୍ ସେତିକି ବେଳେ ଏହି ଦୁଇ ଜଣ ମହିଳା ଦେବ ଅଟୋ ପାଖକୁ ଚାଲି ଚାଲି ଆସୁଥିଲେ। ଏହି ଦୁଇ ଜଣ ମହିଳା ଦେବଠାରୁ ବୟସ୍କ ମହିଳା ଥିଲେ। ମହିଳା ଦୁଇ ଜଣ କହିଲେ ଦେବକୁ, ଆମ ଘରକୁ ଛାଡ଼ିଦେ। ଦେବ ମନେ ମନେ ଭାବୁଥିଲା, ସେ ଆମ ଘରଠାରୁ ଅଧିକ ଦୂର ହେବ। ଏହି ଦୁଇ ମହିଳାକୁ ନେବି ନା ନାହିଁ, ସେମିତି ମନେ ମନେ ଭାବୁଥାଏ। ଦେବ ସେ ଦୁଇ ଜଣ ମହିଳାକୁ ମନା କରିଦେଇଥିଲା, ମୁଁ ଏତେ ରାତିରେ ମୁଁ ଯିବି ନାହିଁ। ମହିଳା ଦୁଇ ଜଣ କହିଲେ, 500 ଜାଗାରେ ଆମେ 1000 ଟଙ୍କା ଦେବୁ, ଚାଲ ଆମ ଦୁଇ ଜଣକୁ ନେଇ ଛାଡ। ଠିକ୍ ସେତିକି ବେଳେ ଦେବ ଭାବିଲା, 500 ଜାଗାରେ 1000 ଟଙ୍କା ଦଉଛ ଯଦି ଚାଲ ନେଇ ଛାଡ଼ିବି। ଦେବ ମହିଳା ଦୁଇ ଜଣଙ୍କ ଘରକୁ ନେଇ ଛାଡ଼ିଲା। ଦୁଇ ଜଣ ମହିଳାଙ୍କ ଭିତରୁ ଜଣେ ମହିଳା କହିଲା, ଦେବକୁ କହିଲା, ଆମ ଘର ଭିତରକୁ ଆସ, ଟିକେ ରେଷ୍ଟ କର, ତାପରେ ଯିବ। ଦେବ ମଧ୍ୟ ମନା କରିନଥିଲା। ଠିକ୍ ସେତିକି ବେଳେ ଜଣେ ମହିଳା ଘର ଭିତର ପଟୁ ବନ୍ଦ କରିଦେଲା କବାଟ। ତାପରେ ଠିକ୍ ସେତିକି ବେଳେ ଆଉ ଗୋଟେ ମହିଳା ଉପର ରୁମକୁ ଟଙ୍କା ଆଣିବା ପାଇଁ ଗଲା। ତଳେ ରହିଥିବା ମହିଳା କିଚେନ ରୁମକୁ ଯାଇ କପି ଆଣି ଏଇ ଡ୍ରାଇଭରକୁ ଦେଲା। ଦେବ ମନେ ମନେ ଭାବୁଥାଏ, ମୁଁ କେତେବେଳେ ଘରକୁ ଯିବି, ସେପଟେ ମୋ ସ୍ତ୍ରୀ କୁଟିଆ ରହିଥିବ ଆଉ ମତେ ଅପେକ୍ଷା କରୁଥିବ। ତଳେ ରହିଥିବା ମହିଳା କପି ପିଇ ସାରିଲା ପରେ ଚାଲି ଯିବାକୁ ଏଇ ଅଟୋ ଡ୍ରାଇଭରକୁ କହିଥିଲା। ଦେଖୁ ଦେଖୁ ଅନ୍ୟ ମହିଳା ହାତରେ ଟଙ୍କା ଧରି ଆସୁଥିଲା। ମହିଳା ଦି ଜଣ ଆସି ଦେବ ସହିତ କଫି ପିଉଥିଲେ। ଦେବ କଫି ପିଉ ସାରୁ ସାରୁ ବେହୋସ ହେଇଯାଇଥିଲା। ଠିକ୍ ସକାଳ ହେବା ସମୟରେ ଦେବର ହୋସ ଉଠିଲା। ଠିକ୍ ସେତିକି ବେଳେ ଦେବ ଦେଖିଲା ଯେ ଗୋଟିଏ ବେଡରେ ଶୋଇଛି। ଆଉ ଅସଲି କଥା ହେଲା, ଦେବର ଶରୀରରେ କୌଣସି ପୋଷାକ ନଥିଲା। ଏତିକି ବେଳେ ଦୁଇ ଜଣ ମହିଳା ଆସିଥିଲେ ଦେବ ପାଖକୁ ଆଉ କହିଲେ, ଏଇ କଥାଟି କାହାକୁ କହିବୁ ନାହିଁ, ଆମେ ଦେବୁ ତତେ 10,000 ଟଙ୍କା। ଆଉ ଠିକ୍ ସେତିକି ବେଳେ ଦୁଇ ମହିଳା କହିଥିଲେ ଦେବକୁ, ଆମେ ଯେତିକି ବେଳେ କଲ୍ କରିବୁ ତୁ ସେତିକି ବେଳେ ଆସିବୁ, ଆଉ ଆମ ଇଚ୍ଛା ଆମେ କରିବୁ, ତାପରେ ତତେ ଟଙ୍କା ଦେବୁ।